ନମସ୍କାର। ଆଜିର ଏହି ଆଲୋଚନା ସମସ୍ତଙ୍କୁ ସ୍ୱାଗତ। ଗୋଟେ ଶିଶୁର ଜୀବନର ପ୍ରଥମ ବର୍ଷ। ବାଃ, କି ଚମତ୍କାର ଯାତ୍ରା! ହଁ, ସତରେ। କେବଳ କାନ୍ଦୁଥିବା ଗୋଟେ ପିଲା କେମିତି ଯେ ଧୀରେ ଧୀରେ କଥା କହିବା ଆଡ଼କୁ ଯାଏ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏକଦମ। ଆଜି ଆମେ ସେହି ବିଷୟରେ ହିଁ କଥା ହେବ। ଆମ ପାଖରେ ଯୋଉ ତଥ୍ୟ ଅଛି, ମାନେ ମୁଖ୍ୟତଃ ୟୁନିଟ୍ 9 ଆଧାରରେ ଏହି ପୂରା ପ୍ରକ୍ରିୟାଟାକୁ ଟିକେ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା। ନିଶ୍ଚିତ ଭାବରେ ବହୁତ ଆକର୍ଷଣୀୟ ବିଷୟ ଏଟା। ଆଜି ଆମେ ମୁଖ୍ୟତଃ କିଛି ଜିନିଷ ଦେଖିବା, ଯେମିତି ଭାଷାର କାମ କ'ଣ, ଏଇଟା କ'ଣ ଖାଲି କଥା କହିବା, ଆଚ୍ଛା। ତାପରେ ପିଲା କେମିତି ଶିଖେ, ସେ ଯୋଉ ପର୍ଯ୍ୟାୟଗୁଡ଼ାକ ଅଛି, କାନ୍ଦିବା, କୁଇଁ କୁଇଁ, ବବ୍ ବବ୍, ଆଉ ଶେଷରେ ପ୍ରଥମ ଶବ୍ଦ। ହଁ, ସେ ଷ୍ଟେଜ୍ଗୁଡ଼ିକ। ଏବଂ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିରେ ଜନ୍ମଗତ କାରଣ ଆଉ ପରିବେଶ, ମାନେ ନେଚର ଆଉ ନର୍ଚର, ଏ ଦୁଇଟାର ଭୂମିକା କ'ଣ? ବଢ଼ିଆ। ଆପଣ ଆରମ୍ଭ କଲେ ଯେ ଭାଷା ଖାଲି କଥା କହିବା ନୁହେଁ। ସାଧାରଣତଃ ତ ଆମେ ସେୟା ଭାବୁ, ଭାଷା ମାନେ ଯୋଗାଯୋଗ, ୟାଠୁ ଅଧିକ କ'ଣ? ଦେଖନ୍ତୁ, ଯୋଗାଯୋଗ ତ ଗୋଟେ ମୁଖ୍ୟ କାମ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଭାଷା ଆମ ଚିନ୍ତାକୁ ବି ଗଢ଼େ। ଓହୋ, କେମିତି? ଆମେ ଯାହା ଭାବୁ ତାକୁ ଶବ୍ଦ ଦେଉ, ଜିନିଷକୁ ନାଁ ଦେଉ, ଘଟଣାକୁ ବର୍ଣ୍ଣନା କରୁ। ଏମିତିକି ପିଲାମାନେ ଯେତେବେଳେ ଏକୁଟିଆ ଖେଳନ୍ତି, ଦେଖିଥିବେ ସେମାନେ ନିଜ ସହ କଥା ହୁଅନ୍ତି। ହଁ, ଏବେ ମୁଁ ଏଇ ଘରଟା ତିଆରି କରିବି, ଏମିତି କହନ୍ତି। ଏକଦମ। ତେଣୁ ଭାଷା ତାଙ୍କ କାମକୁ ବି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଆଉ ଆମ ସ୍ମୃତିକୁ ବି ପ୍ରଭାବିତ କରେ। ଆଚ୍ଛା, ମାନେ କୌଣସି ଜିନିଷର ନାଁ ଜାଣିଥିଲେ ତାକୁ ମନେ ରଖିବା ସହଜ? ହଁ, ତେଣୁ ଭାଷା ଆଉ ଚିନ୍ତା ଭିତରେ ଗୋଟେ, କ'ଣ କହନ୍ତି, ଦ୍ୱିପାକ୍ଷ ସମ୍ପର୍କ, ଗୋଟେ ଆରଟାକୁ ବଢ଼ାଏ। କିନ୍ତୁ ପିଲା ତ ପ୍ରାୟ ବର୍ଷେ ଯାଏଁ କଥା କହେନି, ତାମାନେ ସେ ଚିନ୍ତା କରୁନି? ନା, ସେମିତି ନୁହେଁ। ଆମେ ୟୁନିଟ୍ 8ରେ ବି ଦେଖିଥିଲେ, ପିଲାମାନେ ପ୍ରାୟ 9 ମାସ ବେଳକୁ ଉଦ୍ଦେଶ୍ୟ ରଖି କାମ କରନ୍ତି, ତାମାନେ ଚିନ୍ତା ତ କରୁଛନ୍ତି। ଓହୋ, ହଁ। ଭାଷା ନଥାଇ ବି ଏକ ପ୍ରକାର ଚିନ୍ତା ଚାଲିଥାଏ। ଭାଷା ଆସିଲା ପରେ ସେଇଟା ଆହୁରି ସ୍ପଷ୍ଟ ଆଉ ଜଟିଳ ହୁଏ। ଆଶ୍ଚର୍ଯ୍ୟ କଥା ହେଲା, ନବଜାତ ଶିଶୁ ଜନ୍ମରୁ ହିଁ ଭାଷା ଶିଖିବା ପାଇଁ ଏତେ ପ୍ରସ୍ତୁତ। ମଣିଷ କଥାକୁ ବେଶୀ ଧ୍ୟାନ ଦିଅନ୍ତି ବୋଲି କହନ୍ତି। ହଁ, ଏଇଟା ହେଲା ଜୈବିକ ପ୍ରସ୍ତୁତି। ଆମ ଶରୀର ହିଁ ସେମିତି ତିଆରି। ଦେଖନ୍ତୁ, ଆମ ପାଟି, ଜିଭ, ତାଳୁ, ସ୍ୱରଯନ୍ତ୍ର ଏସବୁ ମିଶି କେତେ ପ୍ରକାର ଧ୍ୱନି ବାହାର କରିପାରୁଛି। ସେମିତି ଆମ କାନ ବି ମଣିଷ କଥାରେ ଫ୍ରିକ୍ୱେନ୍ସିକୁ ବେଶୀ ଭଲ ଭାବେ ଧରିପାରେ। ଏପରିକି ଆମ ମସ୍ତିଷ୍କରେ ବି ଭାଷା ପାଇଁ ଅଲଗା ଜାଗା ଅଛି, ଗୋଟେ କହିବା ପାଇଁ ଆଉ ଗୋଟେ ବୁଝିବା ପାଇଁ। ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା, ଦୁନିଆର ସବୁ ପିଲା ଯୋଉ ଭାଷା ଶିଖନ୍ତୁ ପଛେ ପ୍ରାୟ ସମାନ ପର୍ଯ୍ୟାୟ ଦେଇ ଯାଆନ୍ତି, ସମାନ ବୟସରେ। ଏଇଟା କେମିତି? ଏଇଟା ହିଁ ସୂଚାଉଛି ପରିପକ୍ୱତାର ଭୂମିକା ପରେ। ମାନେ ପିଲାର ଶରୀର ଆଉ ମସ୍ତିଷ୍କ ଯେମିତି ଯେମିତି ବଢ଼ୁଛି, ସେମିତି ସେମିତି ଭାଷାର କ୍ଷମତା ବି ଆସୁଛି। ଏଇଟା ଗୋଟେ ସାର୍ବଜନୀନ କ୍ରମ ଭଳି। ଆଚ୍ଛା। କିନ୍ତୁ ଏଠି ଗୋଟେ କିନ୍ତୁ ଅଛି। କ'ଣ ସେଇଟା? ଖାଲି ଶରୀର ବଢ଼ି ହେଲେ ହେଇଗଲା? ନା, ଖାଲି ସେତିକି ଯଥେଷ୍ଟ ନୁହେଁ। ଏହା ସାଙ୍ଗକୁ ଦରକାର ଉପଯୁକ୍ତ ପରିବେଶ, ଆଉ ସବୁଠୁ ଜରୁରୀ ହେଲା ଭାଷା ଶୁଣିବା। ହଁ, ଯେମିତି ବଧିର ପିଲାଙ୍କ କଥା କୁହାଯାଇଛି। ଯଦି ସେମାନେ ଶୁଣିପାରୁନାହାନ୍ତି, ତେବେ କଥା କହିବା ଶିଖିବା ବହୁତ କଷ୍ଟ। ଏଥିରୁ ବୁଝାପଡ଼ୁଛି ଶୁଣିବାଟା କେତେ ମହତ୍ତ୍ୱପୂର୍ଣ୍ଣ। ବୁଝିଲି। ତେବେ ଦୁଇଟା ଯାକ ଦରକାର ଭିତରୁ ପ୍ରସ୍ତୁତି ଆଉ ବାହାରୁ ସୁଯୋଗ, ମାନେ ନେଚର ବି ନର୍ଚର ବି। ସଠିକ୍। ଚାଲନ୍ତୁ ଏବେ ସେଇ ପ୍ରଥମ ବର୍ଷର ଯାତ୍ରା ଭିତରକୁ ଯିବା। ସେଇ ଷ୍ଟେଜ୍ଗୁଡ଼ିକ କଥା ଶୁଣିବାକୁ ବଡ଼ ଇଚ୍ଛା ହେଉଛି, କାନ୍ଦିବାରୁ କଥା ପର୍ଯ୍ୟନ୍ତ। ହଁ, ଚାଲନ୍ତୁ। ପ୍ରଥମେ ତ ଆସିଲା କାନ୍ଦିବା। ଜନ୍ମରୁ ମାସେ ଯାଏଁ ଏଇଟା ହିଁ ମୁଖ୍ୟ। ଯୋଗାଯୋଗର ମାଧ୍ୟମ। ଏକଦମ। ଭୋକ ହେଲା, କଷ୍ଟ ହେଲା, କିଛି ଅସୁବିଧା ଲାଗିଲା, ସବୁ କାନ୍ଦରେ ପ୍ରକାଶ। ଆଉ ମାଆମାନେ ଧୀରେ ଧୀରେ ବୁଝି ବି ଯାଆନ୍ତି କୋଉ କାନ୍ଦର ମାନେ କ'ଣ। ଆଚ୍ଛା। ତାପରେ ଆସେ କୁଇଂ କୁଇଂ କରିବା ବା କୁଇଂ। ଏଟା ପ୍ରାୟ ମାସକରୁ ଆରମ୍ଭ ହେଇ 4-5 ମାସ ଯାଏଁ। ସେତେବେଳେ କେମିଟିକା ଶବ୍ଦ? ସେତେବେଳେ ଖାଲି ସ୍ୱରବର୍ଣ୍ଣ ଭଳି ଶବ୍ଦ, ଆ, ଉ, ଏ, ଏମିତି। ପିଲା ଯେତେବେଳେ ଖୁସି ଥାଏ, ଆରାମରେ ଥାଏ, ସେତେବେଳେ ଏମିତି କରେ, ମାନେ ନିଜ ସ୍ୱରକୁ ନେଇ ପରୀକ୍ଷା କରୁଥାଏ। ଆଉ ଏହାପରେ ଆସେ ବୋଧେ ସବୁଠୁ ଚର୍ଚ୍ଚିତ ପର୍ଯ୍ୟାୟ, ବବ୍ଲିଂ ବା ବ୍ୟାବ୍ଲିଂ, 6 ମାସ ବେଳକୁ ନା? ହଁ, ପ୍ରାୟ 6 ମାସରୁ 10 ମାସ ଭିତରେ ଏଇଟା ଦେଖାଯାଏ। ଏଠି ପିଲା ବ୍ୟଞ୍ଜନ ବର୍ଣ୍ଣ ଆଉ ସ୍ୱରବର୍ଣ୍ଣ ମିଶେଇବା ଆରମ୍ଭ କରେ। ଯେମିତି ଯେମିତି ମାମା ମା, ବାବା ବା, ଦାଦା ଦା,
ଗୋଟେ ସିଲେବଲକୁ ବାରମ୍ବାର କହେ। ଏଇଟା ଆଗ ଅପେକ୍ଷା ବେଶୀ କଥାବାର୍ତ୍ତା ଭଳି ଶୁଭାଯାଏ। ଆଉ ଏହି ସମୟରେ ପିଲା ନିଜ ମାତୃଭାଷାରେ ବେଶୀ ଶୁଭୁଥିବା ଧ୍ୱନିଗୁଡ଼ାକୁ ବେଶୀ ବ୍ୟବହାର କରେ। ଏଇଟା ବି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। ଏଠି ମୋର ସେଇ ପ୍ରଶ୍ନଟା ଆସୁଛି। ପିଲା ମାମା ମା କହିଲେ ସମସ୍ତ ଖୁସି, ମା ଡାକିଲାଣି। କିନ୍ତୁ ଆମର ୟୁନିଟ୍ 9 କହୁଛି ଏଟା ପ୍ରଥମେ ପ୍ରକୃତ ଶବ୍ଦ ନୁହେଁ। କାହିଁକି? ବହୁତ ଭଲ ପ୍ରଶ୍ନ। କାରଣ ସେତେବେଳେ ପିଲା ମାମା ମା କହିଲା ବେଳେ ସେ କେବଳ ସେଇ ଧ୍ୱନିଟାକୁ ବାରମ୍ବାର କହୁଥାଏ, ସହଜ ଲାଗୁଥାଏ ବୋଲି। ଆଚ୍ଛା। ସେଇଟା କୌଣସି ନିର୍ଦ୍ଦିଷ୍ଟ ଲୋକ ପାଇଁ, ମାନେ ତା ମା ପାଇଁ ହିଁ କହୁନଥାଏ। ମା ପାଖରେ ନଥିଲେ ବି କହିପାରେ। ଯେତେବେଳେ ସେ ବୁଝିଯିବ ଯେ ଏଇ ଶବ୍ଦଟା କେବଳ ମା ପାଇଁ, ସେତେବେଳେ ତାହା ପ୍ରକୃତ ଶବ୍ଦ ହେବ। ଏକଦମ। ଯେତେବେଳେ ଗୋଟେ ଶବ୍ଦ ଗୋଟେ ନିର୍ଦ୍ଦିଷ୍ଟ ଅର୍ଥ ସହ ଯୋଡ଼ି ହୋଇଯିବ। ଆଉ ଏଇ ପ୍ରକୃତ ଶବ୍ଦ କେବେ ଆସେ? ସାଧାରଣତଃ 10 ମାସରୁ ବର୍ଷେ ବା 13-14 ମାସ ଭିତରେ, ମାନେ ପ୍ରାୟ ଫର୍ଷ୍ଟ ବର୍ଥଡେ ବେଳକୁ। ଏହାକୁ ଆମେ କହୁ ପ୍ରଥମ ଶବ୍ଦ ବା ଫର୍ଷ୍ଟ ୱାର୍ଡସ୍। ଆଉ ଏ ପ୍ରଥମ ଶବ୍ଦଗୁଡ଼ିକ କେମିତିକା ଥାଏ? କ'ଣ ସବୁ କହନ୍ତି ପିଲାମାନେ? ସାଧାରଣତଃ ତାଙ୍କ ପାଖାପାଖି ଜିନିଷ, ଲୋକ, କାମ, ସେ ବିଷୟରେ ମାମା, ବାବା, ଦିଅ, ପାଣି, ଗଲା, ବଲ୍, ଏମିତି। ଆଉ ଗୋଟେ ମଜା କଥା ହେଲା, ଏଇ ଗୋଟିଏ ଗୋଟିଏ ଶବ୍ଦ ପୁରା ବାକ୍ୟର କାମ କରେ। ଏହାକୁ କହନ୍ତି ହୋଲୋଫ୍ରେଜ୍। ହୋଲୋଫ୍ରେଜ୍ ମାନେ ପିଲାଟା ଖାଲି ପାଣି କହିବ, କିନ୍ତୁ ତାର ଅର୍ଥ ହେଇପାରେ ମୋତେ ପାଣି ଦିଅ, ବା ସେଇଠି ପାଣି ଅଛି, ବା ପାଣି ପଡ଼ିଗଲା। ଆଚ୍ଛା। କୋଉ ଅର୍ଥରେ କହୁଛି ସେଇଟା ଆମକୁ ପରିସ୍ଥିତି, ତାର ହାବଭାବ ଆଉ ସ୍ୱରରୁ ବୁଝିବାକୁ ପଡ଼େ। ବାଃ, କେତେ ଚାଲାକ୍ ସେମାନେ। କିନ୍ତୁ ମୁଁ ଭାବୁଛି କଥା କହିବା ଆଗରୁ ବି ତ ପିଲା କିଛି ବୁଝୁଥିବ ନିଶ୍ଚୟ। ନିଶ୍ଚୟ, 100%। ଭାଷା ବୁଝିବାଟା କମ୍ପ୍ରିହେନ୍ସନ୍, କହିବା ପ୍ରୋଡକ୍ସନ୍ ଠାରୁ ବହୁତ ଆଗରୁ ଆରମ୍ଭ ହୋଇଯାଏ। ଓହୋ। ପିଲାମାନେ କହିବା ଆରମ୍ଭ ହେଇବା ବେଳକୁ ହିଁ ଅନେକ ଶବ୍ଦ ବୁଝି ସାରିଲେଣି। ଏପରିକି ଜନ୍ମର କିଛି ଦିନ ପରେ ହିଁ ସେମାନେ ବିଭିନ୍ନ ଧ୍ୱନି ଭିତରେ ଫରକ ଜାଣିପାରନ୍ତି। ସତରେ? ହଁ। ଆଉ ଗୋଟେ ଜିନିଷ ସେମାନେ ଅଜାଣତରେ ଶିଖନ୍ତି, ସେଇଟା ହେଲା କଥାବାର୍ତ୍ତାରେ ପାଳି କରି କହିବା। ଟର୍ନ ଟେକିଂ। ପାଳି କରି କହିବା ସେଇଟା କେମିତି? ଆମେ ଯେତେବେଳେ ପିଲା ସହ କଥା ହେଉ, ଆମେ କିଛି କହିକି ଅଟକି ଯାଉ ନା, ଯେମିତି ତା ଉତ୍ତରକୁ ଅପେକ୍ଷା କରୁଛୁ। ହଁ ହଁ। ପିଲାଟା ବି କିଛି ଶବ୍ଦ କରେ ବା ହସିଦିଏ। ଆମେ ପୁଣି କହୁ। ଏମିତି ଭାବରେ ସେ ଶିଖେ ଯେ କଥାବାର୍ତ୍ତାଟା ଏମିତି ପାଳି କରି ହୁଏ। ଜଣେ କହିବ, ଆର ଜଣକୁ ଶୁଣିବ, ତାପରେ ସେ କହିବ। ବାଃ, ଏହା ତ ପୁରା ସାମାଜିକ କୌଶଳ ଗୋଟେ। ନିଶ୍ଚୟ। ତେବେ ଏସବୁ ଶୁଣିଲା ପରେ ଲାଗୁଛି ପିଲାର ଜୈବିକ ପ୍ରସ୍ତୁତି ସାଙ୍ଗକୁ ପରିବେଶର ଭୂମିକା ବହୁତ ବେଶୀ। ଦୁଇଟା ଯାକ ମିଶିଲେ ଯାଇ କଥା ହେବ। ଏକଦମ ସେୟା। ନେଚର ଆଉ ନର୍ଚରର ମିଳନରେ ହିଁ ଭାଷା ବିକାଶ ହୁଏ। ଆଉ ସେଇ ନର୍ଚର ଭାଗରେ ଯତ୍ନକାରୀଙ୍କ ଭୂମିକା ସବୁଠୁ ବେଶୀ। ହଁ, ସେମାନେ ଯେମିତି କଥା ରୁହନ୍ତି ପିଲା ସହିତ, ତାର ବି କିଛି ଖାସ୍ କଥା ଅଛି ବୋଲି ୟୁନିଟ୍ 9ରେ ପଢ଼ିଲି। ସରଳ ଭାଷା, ଛୋଟ ବାକ୍ୟ। ହଁ, ତାକୁ ଶିଶୁ ନିର୍ଦ୍ଦେଶିତ ବାକ୍ ବା ମଦରିଜ୍ କୁହାଯାଏ। କେବଳ ସରଳ ଶବ୍ଦ ବା ଛୋଟ ବାକ୍ୟ ନୁହେଁ। ଆଉ କ'ଣ? କଥା କହିବାଟା ଟିକେ ଧୀର ହୁଏ, ସ୍ୱରଟା ଟିକେ ହାଇ ପିଚ୍ଡ ହୁଏ, ଆଉ ସ୍ୱରର ଯୋଉ ଉଠାପଖା ମାନେ ଇଣ୍ଟୋନେସନ୍, ସେଇଟା ବହୁତ ନାଟକୀୟ ହୁଏ। ଏମିତି କଲେ ପିଲାର ଧ୍ୟାନ ରହେ। ଆଚ୍ଛା, ଆଉ ଗୋଟେ କଥା ଥିଲା, ସେମାନେ ମୁଁ ତୁମେ ବଦଳରେ ନାଁ ଧରି କହନ୍ତି। ମାମା ଦେବେ, ବଣ୍ଟି ଖାଇବେ। ଏମିତି କାହିଁକି? କାରଣ ମୁଁ ତୁମେ ଭଳି ସର୍ବନାମ କିଏ କହୁଛି, କାହାକୁ କହୁଛି, ତା ଉପରେ ନିର୍ଭର କରେ। ଏଇଟା ପିଲା ପାଇଁ ପ୍ରଥମେ ବୁଝିବା କଷ୍ଟ। ଓହୋ। କିନ୍ତୁ ମାମା ବା ପିଲାର ନିଜ ନାଁ, ସେଇଟା ସବୁବେଳେ ସେଇ ଲୋକଙ୍କୁ ହିଁ ବୁଝାଏ। ତେଣୁ ସେଇଟା ସହଜ। ବୁଝିଲି। ଏହାଛଡ଼ା ଆଉ କେମିତି ଯତ୍ନକାରୀମାନେ ସାହାଯ୍ୟ କରନ୍ତି? ବହୁତ ଉପାୟରେ। ପିଲା ଯେତେବେଳେ କୁଇଁ କୁଇଁ କରେ ବା ବବ୍ କରେ, ତାର ଜବାବ ଦିଅନ୍ତି, ତାକୁ ନକଲ କରନ୍ତି। ଏଥିରେ ପିଲା ଉତ୍ସାହିତ ହୁଏ। ହଁ, ତାକୁ ଲାଗେ ଯେ ସେ ଯାହା କହୁଛି ତାର ମାନେ ଅଛି। ଖାଲି ମଜା ପାଇଁ ନୁହେଁ, ଏଥିରୁ ପିଲା ନୂଆ ଶବ୍ଦ ଶିଖେ, ଭାଷାର ଢାଞ୍ଚା ବୁଝେ, ଆଉ କଥାବାର୍ତ୍ତାରେ ମିଶିବାକୁ ଇଚ୍ଛା କରେ। ଏ ସବୁ ମିଶି ଗୋଟେ ଭଲ ପରିବେଶ ତିଆରି କରେ। ତେବେ ଆଜି ଆମେ ବୁଝିଲେ ଭାଷା ଶିଖିବା ଗୋଟେ ସାଧାରଣ କଥା ଭଳି ଲାଗିଲେ ବି ଏହା ଭିତରେ ବହୁତ କିଛି ଅଛି। ଏହା କେବଳ ଶବ୍ଦ ନୁହେଁ, ଚିନ୍ତା, ଭାବନା, ଯୋଗାଯୋଗ ସବୁକିଛି। ହଁ। ପିଲାମାନେ ଜନ୍ମରୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ତାଙ୍କୁ ସେହି ସ୍ନେହ ଆଉ ଉତ୍ସାହଭରା ପରିବେଶଟା ମିଳିବା ନିହାତି ଦରକାର। ଏକଦମ। ସେଇ ପ୍ରଥମ ବର୍ଷଟା ହିଁ ମୂଳଦୁଆ ପକାଏ।
କାନ୍ଦିବାରୁ ଆରମ୍ଭ କରି ପ୍ରଥମ ଶବ୍ଦ ପର୍ଯ୍ୟନ୍ତ ସବୁ ପାହାଚ ଗୁରୁତ୍ୱପୂର୍ଣ୍ଣ ଆଉ ଏଥିରେ ଯତ୍ନକାରୀଙ୍କ ଭୂମିକା ତାଙ୍କର ଧୈର୍ଯ୍ୟ ତାଙ୍କର କଥାବାର୍ତ୍ତା କରିବା ଏଇଟା ଖାଲି ଭାଷା ନୁହେଁ ପିଲାର ପୁରା ବିକାଶକୁ ପ୍ରଭାବିତ କରେ। ସତରେ ପ୍ରକୃତି ଆଉ ପାଳନର ଏକ ସୁନ୍ଦର ମିଶ୍ରଣ। ନିଶ୍ଚୟ। ଆଉ ଶେଷରେ ଗୋଟେ କଥା ମନକୁ ଆସୁଛି। କୁହନ୍ତୁ। ଆମେ କହିଲେ ଯେ ପିଲା ସହ କଥା ହେବାଟା ଜରୁରୀ କିନ୍ତୁ କେବଳ କଥା ହେବା ନା କେମିତି କଥା ହେଉଛେ ମାନେ ସେ କଥାବାର୍ତ୍ତାର ଗୁଣବତ୍ତା କ୍ୱାଲିଟି ଆଉ ବିବିଧତା ଭେରାଇଟି ତାର ବି କିଛି ପ୍ରଭାବ ଅଛି କି? ଏଇଟା ଗଭୀର ପ୍ରଶ୍ନ। ମାନେ ଯୋଉ ପିଲା ଅଧିକ ଜଟିଳ ବାକ୍ୟ ଶୁଣୁଛି ବା ଯାହା ସହ ବେଶୀ ପ୍ରଶ୍ନ ପଚରାଯାଉଛି ତାର କ'ଣ କେବଳ ଶବ୍ଦ ଜ୍ଞାନ ବଢ଼ୁଛି ନା ଆଗକୁ ଯାଇ ତାର ଚିନ୍ତା କରିବାର ଶକ୍ତି ଉପରେ ବି କିଛି ଅଲଗା ପ୍ରଭାବ ପଡ଼ୁଛି? ଏ ବିଷୟରେ ବୋଧେ ଆହୁରି ଅନୁସନ୍ଧାନ ଦରକାର। ନିଶ୍ଚୟ। ଏକ ଚିନ୍ତା କରିବା ଭଳି ପ୍ରଶ୍ନ ସହ ଆଜିର ଆଲୋଚନା ଶେଷ କରିବା।